ଗପଟିର ନାଁ ହେଉଛି ହାଫ୍ ପ୍ୟାଣ୍ଟ। ଲେଖିଛନ୍ତି ପ୍ରୀତିସ୍ମିତା ଲେଙ୍କା। ଆଜି ରବିବାର। ସବୁ ୱିକେଣ୍ଡ ଭଳି ଆଜି ମଧ୍ୟ ସୁବ୍ରତ ଜଗିଂ କରିବାକୁ ଯାଇଛନ୍ତି ଏବଂ ଆସିଲା ବେଳକୁ ମାଛ ଆଣିବେ କହିଛନ୍ତି। ସେଥିପାଇଁ ବୋଧେ ଲେଟ୍ ହଉଛି। ଏପଟେ ଆନି ମୁହଁ ଫୁଲାଇ ବିନା ବ୍ରେକଫାଷ୍ଟରେ ବସିଛି। ଆନିର ଡିମାଣ୍ଡ ଟା ହେଲା ଗୋଟେ ନୂଆ ଟ୍ରାକ୍ ସୁଟ୍ ଆଉ ଗୋଟେ ପେୟାର ନୂଆ ସ୍ପୋର୍ଟସ ସୁଜ୍। ଏ ଦୁଇଟା ନହେଲେ ସିଏ କାଲି ଇଣ୍ଟର ସ୍କୁଲ ସ୍ପୋର୍ଟସ ମିଟରେ ଯିବ ନାହିଁ। ଆଜି ବାପା ଫେରିଲେ ତାର ଏ ଡିମାଣ୍ଡ ଟା ପୂରଣ ହେବ, ନହେଲେ ସେ ଭୁକ୍ ହଡତାଲ ଚାଲୁ ରଖିବ। ଏପଟେ ପ୍ରତିଭା ମାତ୍ର ଗୋଟିଏ ଦିନ ପାଇଁ ଅଯଥା ଏତେ ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି। ତାଙ୍କର କହିବା କଥା, ଆନିର 2 ହଳ ଟ୍ରାକ୍ ସୁଟ୍ ଅଛି ଆଉ ସୁଜ୍ ବି। ତେବେ ଅଯଥା କାହିଁକି ପୁଣି ନୂଆ କିଣାଯିବ? ଆଜିକାଲିର ପିଲାମାନେ ପଇସାର ମୂଲ୍ୟ ବିଲକୁଲ ବୁଝୁନାହାନ୍ତି। ପାଟି ଖୋଲିବା ଆଗରୁ ଡିମାଣ୍ଡ ପୂରଣ ହୋଇଯାଉଛି। ସେଥିପାଇଁ ଆଡଜଷ୍ଟ କରିବା କଣ ଜାଣୁନାହାନ୍ତି। ପ୍ରତିଭା ବି ଭାବି ନେଇଛନ୍ତି ଏଥର ଯାହା ହେଉନା କାହିଁକି ଆନିକୁ କଣ୍ଟ୍ରୋଲକୁ ଆଣିବାକୁ ପଡିବ। ସେଥିପାଇଁ ତାଙ୍କୁ ଯେତେ ଶକ୍ତ ହେବାକୁ ପଡୁନା କାହିଁକି। କିନ୍ତୁ ପୁଣି ଭାବନ୍ତି ଏମାନେ ଆଜିକା ଜେନେରେସନର ପିଲା, ଏମିତି ହଠାତ୍ ଶକ୍ତ ହେଲେ କି ହେବ ନାହିଁ, ତାର ଓଲଟା ପ୍ରଭାବ ବି ପଡିପାରେ। ଏବେକାର ପିଲା ଆଉ ସେତେବେଳ ପିଲାଙ୍କ ଭିତରେ ଆକାଶ ପାତାଳ ପ୍ରଭେଦ ରହିଛି। ଏମିତି ଅନେକ କଥା ପ୍ରତିଭାଙ୍କ ମୁଣ୍ଡରେ ଘୁରି ଚାଲିଥାଏ। କେମିତି ଆନିକୁ ବୁଝେଇବେ, ସେ କଥା ଭାବୁ ଭାବୁ ପ୍ରତିଭା ନିଜର ପିଲାଦିନର ସ୍ମୃତିରେ ହଜିଯାଆନ୍ତି। ପ୍ରତିଭାଙ୍କୁ ସେତେବେଳେ ବୋଧହୁଏ 11-12 ବର୍ଷ ଭିତରେ ହୋଇଥିବ। ପିଲାଦିନେ ପ୍ରତିଭା ବହୁତ ଚଳଚଞ୍ଚଳ ଥିଲେ। ପାଠ ପଢା ସହିତ ଖେଳ ଓ ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତା ମାନଙ୍କରେ ସର୍ବଦା ଆଗୁଆ ରହୁଥିଲେ। ଯେ କୌଣସି ପ୍ରତିଯୋଗିତାରେ ପ୍ରତିଭାର ଗୋଟେ ପୁରସ୍କାରଟା ନିଶ୍ଚିତ, ଏଇ କଥା ସମସ୍ତଙ୍କୁ ଜଣାଥିଲା। ଘର ସହିତ ସ୍କୁଲରେ ମଧ୍ୟ ଶିକ୍ଷକମାନେ ପ୍ରତିଭା ଉପରେ ବହୁତ ଆଶା ରଖିଥିଲେ। ନିଜ ସ୍କୁଲକୁ ଆଉ ଏକ ଗୌରବ ଆଣିଦେବା ପାଇଁ ସେଥିରେ ମଧ୍ୟ ସୁଯୋଗ ମିଳିଥାଏ ପ୍ରତିଭାକୁ। ଏଥର କିନ୍ତୁ ପ୍ରତିଭା ଦ୍ୱନ୍ଦ୍ୱ ଭିତରେ ଥାଏ। ଦ୍ୱନ୍ଦ୍ୱ ଏଥିପାଇଁ କି ଯେ ଗୋଟିଏ ପଟେ ଥାଏ ଆନ୍ତଃ ବିଦ୍ୟାଳୟ କ୍ରୀଡା ସମାରୋହ ଓ ଅନ୍ୟପଟେ ଥାଏ ଆନ୍ତଃ ବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା। ପ୍ରତିଭାର ନାଁ ଦୁଇ ପଟେ ଥାଏ। ଦୁଇଟି ପ୍ରତିଯୋଗିତା ଏକା ଦିନରେ ହୋଇଥାଏ। ପ୍ରଧାନ ଶିକ୍ଷକ ପ୍ରତିଭା ଉପରେ ବେଶ ନିଷ୍ପତ୍ତି ଛାଡି ଦେଇଥାନ୍ତି କି କେଉଁଥିରେ ସେ ପାର୍ଟିସିପେଟ କରିବ। ଏଣେ ପ୍ରତିଭା ବହୁ ଚିନ୍ତା କରି ଆନ୍ତଃ ବିଦ୍ୟାଳୟ କ୍ରୀଡା ସମାରୋହରେ ଯିବା ପାଇଁ ନିଷ୍ପତ୍ତି ନେଲା। ତାର ଏହି ନିଷ୍ପତ୍ତି ପଛରେ କେବଳ ତାର ଖେଳ ପାଇଁ ଆଗ୍ରହ ନଥିଲା, ତା ପଛରେ ଥିଲା ଆଉ ଗୋଟିଏ ଭାରି ମଜାଦାର କାରଣ। ଯେହେତୁ ପ୍ରତିଭାର ଖେଳରେ ଆଗ୍ରହ ଥାଏ, ସବୁଦିନ ସକାଳେ ପ୍ରତିଭା ଅଭ୍ୟାସ ପାଇଁ ଖେଳ ପଡିଆକୁ ଯାଏ। ବଡ ସାନ ଅନେକ ପିଲା ସେଇ ଖେଳ ପଡିଆକୁ ଆସନ୍ତି। ପ୍ରତିଭା ଜଣେ ଦିଦିଙ୍କୁ ସବୁବେଳେ ଲକ୍ଷ୍ୟ କରେ। ସେ ଜଗିଂ କରି ଆସନ୍ତି ପଡିଆକୁ, ସବୁବେଳେ ଟିପ୍ ଟପ୍ ଥାଆନ୍ତି। ପ୍ରତିଭାକୁ ତାଙ୍କର ଟ୍ରାକ୍ ପ୍ୟାଣ୍ଟଟା ଭାରି ପସନ୍ଦ। ଧଳା ପ୍ୟାଣ୍ଟ ସାଇଡରେ ନାଲି କଲର ପାଇପିଂ। ଦିଦି ବହୁତ ଷ୍ଟାଇଲିଶ ଦିଶନ୍ତି ସେଥିରେ। ପ୍ରତିଭା ସବୁଦିନ ଅଭ୍ୟାସ ସମୟରେ ତାଙ୍କୁ ଦେଖେ ଆଉ ନିଜକୁ ସେଇଭଳି ଟ୍ରାକ୍ ପ୍ୟାଣ୍ଟରେ କଳ୍ପନା କରେ। ସେ ଜାଣିଛି ଘରେ କହିଲେ ସେମିତି କିଛି ଲାଭ ହେବ ନାହିଁ, ବରଂ ଗୁଡାଏ ଭାଷଣ ଶୁଣିବାକୁ ପଡିବ। ସେତେବେଳେ ମଧ୍ୟବିତ୍ତ ପରିବାର ମାନଙ୍କରେ ଏଭଳି ଇଚ୍ଛା ଗୁଡିକ ପୂରଣ ହେବା କଷ୍ଟକର ଥିଲା। ସେତେବେଳେ ଘର ମାନଙ୍କରେ ଏବେ ଭଳି ଗୋଟିଏ ଗୋଟିଏ ପିଲା ରହୁନଥିଲେ। ସମସ୍ତଙ୍କ ଘରେ 3-4 ଭାଇ ଭଉଣୀ। ସମସ୍ତଙ୍କର ଇଚ୍ଛାକୁ ବାଲାନ୍ସ କରି ପୂରଣ କରୁଥିଲେ ଘରର ମୁଖ୍ୟ ବାପା। ତେଣୁ ପ୍ରତିଭାର ଇଚ୍ଛାଟା ମନ ଭିତରେ ହିଁ ରହି ଯାଇଥାଏ। ଆଉ ଏବେ ପ୍ରତିଭାକୁ ମିଳିଛି ଗୋଟେ ସୁଯୋଗ। ଯଦି ସେ କ୍ରୀଡା ସମାରୋହରେ ନିଜ ସ୍କୁଲର ପ୍ରତିନିଧିତ୍ୱ କରୁଛି, ତେବେ ତାର ଇଚ୍ଛାଟା ପୂରା ହେବାର ସମ୍ଭାବନା ରହିଛି। ତେଣୁ ସେ ନିଷ୍ପତ୍ତି ନେଲା କି ସେ ଇଣ୍ଟର ସ୍କୁଲ ସ୍ପୋର୍ଟସ ମିଟରେ ଯିବ। ସେଥିପାଇଁ ତାକୁ ଟାଉନ ବାହାରକୁ ଯିବାକୁ ପଡିବ। ଏହିଭଳି ଇଭେଣ୍ଟରେ ଆଗକୁ କେତେଥର ଯାଇଛି। ଯିବା ଆଗରୁ ସ୍କୁଲରୁ ଗୋଟିଏ ଲିଷ୍ଟ ମିଳେ, କଣ ସବୁ ସାଙ୍ଗରେ ନେଇକି ଯିବାକୁ ହେବ। ଏଥର ମଧ୍ୟ ମିଳିଛି। ପୁରା ଲିଷ୍ଟଟା ପଢିବାକୁ ପ୍ରତିଭାର ଧୈର୍ଯ୍ୟ ନଥାଏ। ଲିଷ୍ଟର ପ୍ରଥମ ଭାଗରେ ହିଁ ସ୍ପୋର୍ଟସ ଡ୍ରେସ୍ ଦେଖି ମନ ତାର କୁଣ୍ଢେ ମୋଟ। ଏଥର ଆଉ ଘରେ ଜିଦ୍ଦି କରିବାକୁ ପଡିବନି। ଲିଷ୍ଟ ଅନୁସାରେ ତ ସବୁ ନବାକୁ ହିଁ ହେବ। ଆଉ ସେଦିନ ଆଉ ଡେରି କରିନି ପ୍ରତିଭା। ସ୍କୁଲରୁ ଛୁଟି ପରେ ଠିକ ସମୟରେ ଆସି ଘରେ ପହଞ୍ଚି ଯାଇଛି। ଲିଷ୍ଟକୁ ନେଇ ମାଙ୍କ ହାତକୁ ବଢେଇ ଦେଇଛି। ସେତେବେଳେ ସବୁ ଫରମାଇଶ ଭାୟା ମା ହିଁ ଯାଉଥିଲା। ଏବେ ପରି ପିଲାମାନେ ବାପାଙ୍କ ସହିତ ଏତେ ଫ୍ରେଣ୍ଡଲି ରହୁନଥିଲେ। କିଛିଟା ଡର ଆଉ କିଛିଟା ସମ୍ମାନ, ଏମିତି କିଛି ମିଶାମିଶି ଫିଲିଙ୍ଗସ ଭିତରେ ଗୋଟେ ଡିଷ୍ଟାନ୍ସ ରହୁଥିଲା।
ତା ପରଦିନ ପ୍ରତିଭାର ମନ ବିଲକୁଲ କ୍ଲାସରେ ଲାଗୁନାହିଁ। ଖାଲି ସମୟକୁ ଅପେକ୍ଷା କରିଛି ସେ। କେମିତି ସ୍କୁଲ ଛୁଟି ହେବ ଆଉ ସେ ଘରକୁ ଯିବ। ଆଜି ବାପା ଅଫିସରୁ ଆସିଲା ବେଳକୁ ତାର ଟ୍ରାକ୍ ପ୍ୟାଣ୍ଟ ଆଣିବେ। ସ୍କୁଲ ଛୁଟି ହେଲା। ପ୍ରତିଭା କାହାକୁ କିଛି ନ କହି ସିଧା ଘର ମୁହାଁ। ଘରେ ପହଞ୍ଚି ଗୋଡ଼ ହାତ ଧୁଆଧୁଇ କରି ସନ୍ଧ୍ୟା ପ୍ରାର୍ଥନା ସାରି ପଢି ବସିଲା ଏଥର। ପାଠରେ ମନ କମ୍, ଆଉ ଘଡ଼ି ଉପରେ ବାରମ୍ବାର ନଜର ଯାଉଥାଏ ତାର। ଶେଷରେ ସେଇ ସମୟ ଆସିଗଲା ଯେଉଁଥିପାଇଁ ପ୍ରତିଭା ଅପେକ୍ଷା କରିଥିଲା। ବାପା ଆସିଲେ ଆଉ ତାଙ୍କ ହାତରେ ପ୍ୟାକେଟଟିଏ ଦେଖି ପ୍ରତିଭା ମନେ ମନେ ବହୁତ ଖୁସି ହୋଇଯାଉଥାଏ। ଉପରେ କିନ୍ତୁ ପାଠ ପଢିବାର ଅଭିନୟ ଚାଲିଥାଏ। ପ୍ରତିଭା କାନ୍ହ ପାରି ବସିଥାଏ। କେତେବେଳେ ମା ତାକୁ ଡାକିବେ ଆଉ କହିବେ, ଦେଖିଲୁ ପିନ୍ଧିକି, ଏଇଟା ହଉଛି ତ ଠିକ ଫିଟିଂ ତତେ। ଶେଷରେ ସେଇ ସମୟ ବି ଆସିଗଲା। ମା ପ୍ରତିଭାକୁ ଡାକିଲେ ସେ ଘରକୁ। ପ୍ରତିଭାକୁ ଅତି ଖୁସିରେ ଖାଲି ହସ ଲାଗୁଥାଏ। କିନ୍ତୁ ପାଟି ଚାପି ଚାପି କିଛି ନ ଜାଣିଲା ପରି ସେ ଘରକୁ ଗଲା। କଣ ହେଲା ବୋଲି ପଚାରୁଥାଏ। ସେପଟେ ନଜରଟା ସେଇ ମାଟିଆ ରଙ୍ଗର ପ୍ୟାକେଟଟା ଉପରେ ଘୁରି ଆସୁଥାଏ। ମା ଆଉ ସମୟ ନଷ୍ଟ ନ କରି ପ୍ରତିଭାକୁ ବୁଝେଇ କହିଲେ, ଶୁଣ ମା, ଏବେ ଟିକେ ପଇସା ପତ୍ରର ଅସୁବିଧା ଅଛି। ମାସ ଶେଷ। ବାପା ଏଇ ହାଫ ପ୍ୟାଣ୍ଟଟା ଆଣି ଦେଇଛନ୍ତି। ତୁ ଏଇଟା ସ୍ପୋର୍ଟସରେ ପିନ୍ଧିଦବୁ, ଗୋଟିଏ ଦିନର ତ କଥା। ସେଆଡୁ ଆସିଲେ ପିଣ୍ଟୁର ବି କାମରେ ଆସିଯିବ। ପିଣ୍ଟୁ ପ୍ରତିଭାର ସାନ ଭାଇ। ଭାଇ ଭଉଣୀ ଦୁହେଁ ବର୍ଷେ ଦେଢ ବର୍ଷ ସାନ ବଡ। ହାଇଟରେ 19-20 ଫରକ। ପ୍ରତିଭା ପ୍ୟାକେଟ ଖୋଲି ଦେଖେ ତ ଗୋଟିଏ ବ୍ଲୁ ରଙ୍ଗର ସ୍କୁଲ ଡ୍ରେସ ହାଫ ପ୍ୟାଣ୍ଟ। ଏବେ ଯାଇ ସ୍ୱପ୍ନ ରାଜ୍ୟରେ ବୁଲୁଥିବା ପ୍ରତିଭାର ହଠାତ୍ ଯେମିତି ନିଦ ଭାଙ୍ଗିଗଲା। କେତେ କଣ ନ ଭାବିଥିଲା ସେ। ନୂଆ ଟ୍ରାକ୍ ପ୍ୟାଣ୍ଟରେ ମେଡାଲ ପିନ୍ଧି ନିଜକୁ ଷ୍ଟାଡିୟମ ଉପରେ ମଧ୍ୟ କଳ୍ପନା କରି ଦେଇଥିଲା ସେ। ପ୍ରତିଭାର ମନ ବହୁତ ଦୁଃଖ ହୋଇଯାଇଥାଏ। ମୁହଁ ଖୋଲି କିଛି କହିପାରୁନଥାଏ। ବାପାଙ୍କୁ ତ କିଛି କହିପାରିବନି, ଆଉ ମାଆକୁ କହି କିଛି ଲାଭ ନାହିଁ। କାଲି ସକାଳେ ତ ବାହାରିବ, ଆଉ କିଛି କରି ମଧ୍ୟ ହେବନି। ସବୁ ପ୍ୟାକିଂ ମା କରିଦେଇଛନ୍ତି, ଖାଲି ସ୍ପୋର୍ଟସ ଡ୍ରେସଟା ରଖିବାର ଥିଲା। ପ୍ରତିଭାର ମନ କଥା ମନରେ ରହିଗଲା। ପରଦିନ ବସରେ ଗଲା ବେଳକୁ ବି ପ୍ରତିଭାର ମନ ଲାଗୁନଥାଏ। ବାରମ୍ବାର ସେ ବ୍ଲୁ ହାଫ ପ୍ୟାଣ୍ଟଟା ତାର ମନେ ପଡି ଯାଉଥାଏ। ସେ ନିଜକୁ ବୁଝେଇ ପାରୁନଥାଏ କି ସେ ବଏଜ ହାଫ ପ୍ୟାଣ୍ଟଟା ପିନ୍ଧି ତାକୁ ଟ୍ରାକରେ ଦୌଡିବାକୁ ପଡିବ। ପ୍ରତିଭା ସହ ଅନ୍ୟ ପିଲାମାନଙ୍କୁ ଧରି ଶିକ୍ଷକ ପହଞ୍ଚିଲେ କ୍ରୀଡା ସମାରୋହରେ। ସ୍ୱାଗତ କାର୍ଯ୍ୟକ୍ରମ ସରିବା ପରେ ଆରମ୍ଭ ହେଲା ଗୋଟିଏ ପରେ ଗୋଟିଏ ଇଭେଣ୍ଟ। ଏଥର ସମୟ ଆସିଗଲା ପ୍ରତିଭାର ଇଭେଣ୍ଟର। ନିଜ ଖେଳ ଅପେକ୍ଷା ପ୍ରତିଭାର ସମସ୍ତ ଧ୍ୟାନ ଅନ୍ୟ ସ୍କୁଲରୁ ଆସିଥିବା ପ୍ରତିଯୋଗୀମାନଙ୍କ ଉପରେ ଥାଏ। ସମସ୍ତେ ବହୁତ ଆତ୍ମବିଶ୍ୱାସରେ ଭରପୁର ନିଜ ନିଜ ଖେଳ ଭଲ କରିବା ପାଇଁ ନିଜ ନିଜ ଭିତରେ ଆଲୋଚନା କରୁଥାନ୍ତି। ଶିକ୍ଷକମାନେ ପିଲାମାନଙ୍କୁ ପ୍ରୋତ୍ସାହିତ କରୁଥାନ୍ତି। ପ୍ରତିଭା କିନ୍ତୁ ନିଜର ଡ୍ରେସକୁ ନେଇ ଭାରି ସଂଯତ ହେଇଯାଉଥାଏ। ସମସ୍ତେ ଯେମିତି ତାକୁ ଦେଖି ମନେ ମନେ ଥଟ୍ଟା ପରିହାସ କରିବା ପରି ସେ ଅନୁଭବ କରୁଥାଏ। ଏହି ସମୟରେ ତାର ପାଖ ଟ୍ରାକରେ ଦୌଡୁଥିବା ପିଲାଟିର ଶିକ୍ଷକ ପ୍ରତିଭାର ଶିକ୍ଷକକୁ ପଚାରିଲେ, ଆପଣଙ୍କ ପିଲାର ଟାଇମିଂ କେତେ? ମୁଁ ତ ଭାବୁଛି ଏଥର ଆମ ସ୍କୁଲ ନିଶ୍ଚୟ ଫାର୍ଷ୍ଟ ପ୍ରାଇଜଟା ପାଇବ। ଆମେ ବହୁତ ପରିଶ୍ରମ କରିଛୁ ଏଥିପାଇଁ। ତାଙ୍କୁ ଉତ୍ତର ଦେବାକୁ ଯାଇ ପ୍ରତିଭାର ଶିକ୍ଷକ ତତ୍ପରତାର ସହ କହିଲେ, ଜାଣିଲେ ସାର୍, ଇଏ ଆମ ସ୍କୁଲର ପ୍ରତିଭା। ଖାଲି ନାଁରେ ନୁହେଁ, ବାସ୍ତବରେ ସେ ପ୍ରତିଭାର ଖଣି। ଆଜି ପର୍ଯ୍ୟନ୍ତ ସେ କେଉଁଥିରେ ହାର ମାନିନି। ଏଥର ମଧ୍ୟ ଆମ ସମସ୍ତଙ୍କର ଆଶା ରହିଛି ଯେ ସିଏ ଆମ ସ୍କୁଲର ନାଁ ନିଶ୍ଚିନ୍ତ ରଖିବ। ସମସ୍ତଙ୍କର ଅଗାଢ ଆଶା ଓ ବିଶ୍ୱାସ ଦେଖି ଯେତିକି ଖୁସି ହେଉଥିଲା, ସେତିକି ଗର୍ବ ମଧ୍ୟ ଅନୁଭବ କରୁଥିଲା ପ୍ରତିଭା। ତାର ଆତ୍ମବିଶ୍ୱାସ ବି ବହୁତ ବଢି ଯାଇଥିଲା। ଏବେ ସେ ନିଜ ମନେ ମନେ ଦୃଢ ସଂକଳ୍ପ କରି ନେଇଥିଲା କି କିଛି ହେଇଯାଉ ନା କାହିଁକି, ନିଜ ଶିକ୍ଷକ ଏବଂ ଶୁଭଚିନ୍ତକ ମାନଙ୍କର ଆଶାକୁ ତଳେ ପକାଇବ ନାହିଁ। ପ୍ରତିଯୋଗିତା ଆରମ୍ଭ ହେଲା। ଅଜସ୍ର ଆତ୍ମବିଶ୍ୱାସ ନେଇ ପ୍ରତିଭା ଦୌଡିବା ଆରମ୍ଭ କଲା ଏବଂ ପ୍ରଥମ ସ୍ଥାନ ଅଧିକାର କଲା। ପ୍ରଧାନ ଶିକ୍ଷକ, ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସାଙ୍ଗସାଥୀ ମାନଙ୍କ ଠାରୁ ଭୁରି ଭୁରି ପ୍ରଶଂସା ଶୁଣି ପ୍ରତିଭା ନିଜକୁ ଭାଗ୍ୟବାନ ମନେ କରୁଥାଏ। ଏଥି ଭିତରେ ସେ ସମ୍ପୂର୍ଣ୍ଣ ଭାବରେ ନିଜ ବ୍ଲୁ ହାଫ ପ୍ୟାଣ୍ଟକୁ ଭୁଲି ଯାଇଥାଏ। ପରେ ଏସବୁକୁ ମନେ ପକାଇ ପ୍ରତିଭା ଖୁବ୍ ହସେ ଆଉ ମନେ ମନେ ସେଇ ବ୍ଲୁ ପ୍ୟାଣ୍ଟଟାକୁ ନିଜ ପାଇଁ ଲକି ବୋଲି ଧରି ନେଇଥାଏ। ହଠାତ୍ ସୁବ୍ରତ ପଛରୁ ଆସି ପ୍ରତିଭାଙ୍କୁ ହଲାଇ ଦେଇ କହିଲେ,
ଏମିତି ଏଠି ଏକା ଏକା ଠିଆ ହୋଇ ହସୁଛ କଣ? ପ୍ରତିଭା ଉତ୍ତର ଦେଲେ, କିଛି ନାହିଁ, ତୁମେ ତୁମ ଝିଅକୁ ବୁଝାଅ, ସକାଳୁ ରୁଷିକି ବସିଛୁ। ପ୍ରତିଭା ଶେଷ ଚେଷ୍ଟା କରିବାକୁ ଆନି ପାଖକୁ ଯାଇ କହିଲେ, ଦେଖ ମା, ପ୍ରତିଯୋଗିତା ଜିତିବା ପାଇଁ ନୂଆ ଟ୍ରାକ୍ ପ୍ୟାଣ୍ଟ କି ସୁଜ୍ ଆବଶ୍ୟକତା ନାହିଁ, ଆବଶ୍ୟକତା ରହିଛି ଲକି ବ୍ଲୁ ହାଫ୍ ପ୍ୟାଣ୍ଟର। ଆନି ଆଶ୍ଚର୍ଯ୍ୟ ହୋଇ ମୁହଁରେ ଏକ ପ୍ରଶ୍ନବାଚୀ ନେଇ ପ୍ରତିଭାକୁ ଚାହିଁ ରହିଥିଲା। ମୋ ଗପଟି ତ ସରିଲା, ରହୁଛି, ଧନ୍ୟବାଦ।